ପିଲାମାନେ ଆମେ ଏକ ପ୍ରବନ୍ଧ ପଢ଼ୁଥିଲେ। ସେ ପ୍ରବନ୍ଧଟି ଥିଲା ପୁଷ୍ପପୁରରେ ବର୍ଷାବରଣ। ତାର ଅନେକ ଅଂଶ ଆମେ ପଢ଼ି ସାରିଛନ୍ତି। ଆଜି ତାର ଶେଷ ଅଂଶ ପଢ଼ିବା। ପୂର୍ବରୁ ଆମେ ପଢ଼ିଥିଲେ ଯେ ପ୍ରାବନ୍ଧିକ ଅବସ୍ଥାନ କରୁଛନ୍ତି ପୁଷ୍ପପୁର ଅର୍ଥାତ୍ ପାଟନା ସହରରେ। ସେହି ସମୟରେ ଉତ୍କଳରେ ଜଳାଭାବ ଦେଖାଦେଇଛି। ତେଣୁ ପ୍ରାବନ୍ଧିକ ବାରିଦକୁ ଉତ୍କଳ ଯାଇ ସେଠାରେ ବାରିପାତ କରି ସମଗ୍ର ଉତ୍କଳକୁ ଶସ୍ୟ ଶ୍ୟାମଳା କରିଦେବାକୁ ସେ ଅନୁରୋଧ କରିଛନ୍ତି। ସେହି କ୍ରମରେ ଆମେ ପଢ଼ିଥିଲେ ଯେ ମେଘ ସେ ପ୍ରଥମେ ମୟୂରଭଞ୍ଜ, ତାପରେ ପଶ୍ଚିମାଭିମୁଖୀ ହୋଇ ବଲାଙ୍ଗୀର ଅଞ୍ଚଳ ଦେଇ ପୁନଶ୍ଚ ସମ୍ବଲପୁର, ଅନୁଗୁଳ ସମ୍ବଲପୁର ଦେଇ କଟକରେ ପହଞ୍ଚିଥିଲା। କଟକକୁ ପ୍ରାବନ୍ଧିକ ଉତ୍କଳର ଉତ୍ତମାଙ୍ଗ ବୋଲି କହିଛନ୍ତି। କଟକରୁ ପୁନଶ୍ଚ କୋଣାର୍କରୁ ଲିଙ୍ଗରାଜ ଦର୍ଶନ କରି ସେଠାରୁ ନୀଳାଚଳ କ୍ଷେତ୍ରକୁ ଯିବାକୁ ସେ ବାରିଦକୁ ଅନୁରୋଧ କରିଛନ୍ତି। ନୀଳାଚଳ କ୍ଷେତ୍ରରେ ପହଞ୍ଚିବା ପୂର୍ବରୁ ପୁଣ୍ୟ ତୀର୍ଥ ସାକ୍ଷୀ ଗୋପାଳ ଦର୍ଶନ କରିବାକୁ ସେ ଅନୁରୋଧ କରିଛନ୍ତି। ଯେଉଁ ସାକ୍ଷୀ ଗୋପାଳରେ ପୂର୍ବରୁ ଉତ୍କଳମଣି ଗୋପବନ୍ଧୁ ଦାସ ସତ୍ୟବାଦୀ ବନ ବିଦ୍ୟାଳୟ ସ୍ଥାପନ କରି ସେଠାରେ ସମଗ୍ର ଉତ୍କଳର ଯୁବକମାନଙ୍କୁ, ଛାତ୍ରମାନଙ୍କୁ ଦେଶପ୍ରେମରେ ଉଦ୍ବୁଦ୍ଧ କରିବାର ପ୍ରଚେଷ୍ଟା କରିଥିଲେ। ସେହି ପୁଣ୍ୟଭୂମି ପୁଣ୍ୟତୀର୍ଥ ସତ୍ୟବାଦୀ ଅଞ୍ଚଳ, ତାର ଛୁରିଅନା କୁଞ୍ଜ, ତାର ବକଳ ବନ ଏସବୁକୁ ସନ୍ଦର୍ଶନ କରିବାକୁ ସେ ବାରିଦକୁ ଅନୁରୋଧ କରିଛନ୍ତି। ଏବଂ ତାପରେ ସେ କହିଛନ୍ତି ଯେ ଏ ସମସ୍ତ ସନ୍ଦର୍ଶନ କଲା ପରେ ତୁ ନୀଳାଚଳ ଧାମ ଯାଇ ପହଞ୍ଚିବୁ, ଯେଉଁଠାରେ ଜଗତର ନାଥ ଜଗନ୍ନାଥ ଅବସ୍ଥାନ କରୁଛନ୍ତି। ଆମେ ତାପରେ ପଢ଼ିବା। ବାରିବାହ ପ୍ରଭଞ୍ଜନ ବଳରେ ଏଇଠାରୁ ତୁ ତୋର ବିଜୟ ରଥକୁ ତୋରା ଗତିରେ ବାହି ନେବୁ। ତୋରା କହିଲେ ତ୍ୱରିତ, ଶୀଘ୍ର। ପ୍ରାବନ୍ଧିକ କହୁଛନ୍ତି, ହେ ବାରିଦ, ତୁ ପ୍ରଭଞ୍ଜନ ବଳରେ ଗତି କରୁ, ଏଣୁ ତୋର ବିଜୟ ରଥକୁ ଶୀଘ୍ର ବାହି ନେବୁ ଏବଂ ପୂର୍ଣ୍ଣ ପନ୍ନାଗ ମଧ୍ୟରେ ସଂଘର୍ଷ ଲଗାଇ ତାଳ ତରୁର ଦୀର୍ଘଭୂତ ମସ୍ତକ ସଜ୍ଜ୍ୱଳରେ ସଞ୍ଚାଳନ କରି ତମାଳ ପତ୍ରରେ ନବ ନୀଳିମା ବୋଳି ଅସରନ୍ତି ନାରିକେଳ ବନରେ ସଞ୍ଚରଣ କରି କେତେକ ରେଣୁରେ ସୁରଭିତ ହୋଇ ନୀଳାଚଳ ପଥରେ ଯାଉଁ ଯାଉଁ ନୀଳାଚଳନାଥଙ୍କ ଧବଳିତ ସଦନ ଦକ୍ଷିଣାସାମୁଖ ମକରିକା ପରି ବହୁ ଦୂରରୁ ତୋର ନେତ୍ରପଥରେ ଭାସି ଉଠିବ। ଏଠି ପ୍ରାବନ୍ଧିକ କହୁଛନ୍ତି ଯେ ହେ ପ୍ରଭଞ୍ଜନ, ତୁ ଗତି କରିବୁ। ଗତି କଲା ବେଳେ ତୋର ଯେଉଁ ଗତିପଥରେ ତୁ ଅନେକଙ୍କୁ ଭେଟିବୁ। ସେହି ଭେଟିବା ପରେ ତୁ ଯାଇ ଯେଉଁ ପୁନାଗ କହିଲେ ପୁନାଗ ବୃକ୍ଷ ମାନେ ପୋଲାଙ୍ଗ ବୃକ୍ଷ, ପୁଗ କହିଲେ ଗୁଆ ଗଛ, ପୁଗ ହେଲା ଗୁଆ ଗଛ, ପୁନାଗ କହିଲେ ପୋଲାଙ୍ଗର ଫଳରେ ତାର ଯେଉଁ ତେଲ ଦେଇ ତାକୁ ଆଗରୁ ଜଳଉଥିଲେ, ଦୀପରେ ବ୍ୟବହାର କରାଯାଉଥିଲା ପୋଲାଙ୍ଗ ତେଲ। ତେଣୁ ସେଇ ପୁଗ ଏବଂ ପୁନାଗ ମଧ୍ୟରେ ସଂଘର୍ଷ ଲଗାଇ ଅର୍ଥାତ୍ ଯେତେବେଳେ ମେଘ ଆସିବ, ପ୍ରବଳ ପବନ ବହିବ, ପ୍ରବଳ ବହିଲେ ଏଇ ଗୁଆ ଗଛ ଏବଂ ଏମାନେ ସମସ୍ତେ ଦୋହଲିବା ଆରମ୍ଭ କରିବେ। ଗୁଆ ଗଛ ଏବଂ ପୋଲାଙ୍ଗ ଗଛ ଦୋହଲିବା ଆରମ୍ଭ କରିବେ, ଯାହାକୁ ପ୍ରାବନ୍ଧିକ କହୁଛନ୍ତି ସେମାନଙ୍କ ଭିତରେ ସଂଘର୍ଷ କରେ। ତାଳ ତରୁର ଦୀର୍ଘୀଭୂତ ମସ୍ତକକୁ ସଜୋରେ ସଞ୍ଚାଳନ କରି, ତାର ତାଳ ଗଛର ଯେଉଁ ମସ୍ତକ ଆକାଶକୁ ଛୁଇଁଥିବା ପରି ଦୂର ତାଳବଣ ଆକାଶେ ଶୁଣାଏ ମାଟିର କବିତା କିସେ। ଦୂରରୁ ତାଳବଣ ଦେଖାଯିବ, ଯିଏକି ମାଟିର କବିତାକୁ ଆକାଶକୁ ଶୁଣାଉଥିବା ପରି ପ୍ରତୀୟମାନ ହୁଏ। ଠିକ୍ ସେମିତି ଏଠି କହୁଛନ୍ତି ସେଇ ତାର ମସ୍ତକକୁ ତୁ ସଜୋରେ ସଞ୍ଚାଳନ କରି, ମାନେ ତାର ଯେଉଁ ପତ୍ର ପବନ ଯେତେବେଳେ ବହିବ ସେ ପବନରେ ତାହା ଦୀର୍ଘ ଦୋଳାୟିତ ହେବ। ହେଲେ ତାପରେ କ'ଣ କରିବୁ, ତମାଳ ପତ୍ରରେ ନବ ନୀଳିମା ବୋଳି ଦେଇ, ତମାଳ ଗଛ ଯେଉଁ ତାଳ ଆଉ ତମାଳ ଗଛ ବହୁତ ଦେଖାଯାଏ, ଛୋଟ ଛୋଟ ଗଛ।
ଅସରନ୍ତି ନାରିକଳ ବଣରେ ସଞ୍ଚରଣ କରି କେତେକ ରେଣୁରେ ସୁରଭିତ ହୋଇ ନୀଳାଚଳ ପଥରେ ଯାଉଁ ଯାଉଁ ନୀଳାଚଳ ନାଥଙ୍କ ଧବଳିତ ସଦନ ଦକ୍ଷିଣା ସାମୁଖରିତ ପରି ବହୁ ଦୂରରୁ ତୋର ନେତ୍ରପଥରେ ଭାସି ଉଠିବ। ଏହି ସେହି ନୀଳାଚଳ ଉତ୍କଳ କମଳର କେଶର। ପୂର୍ବରୁ ମୁଁ କହିଛି ଯେ ଭାରତ ସରସେ ଉତ୍କଳ କମଳ ଉତ୍କଳ କମଳ ତା ମଧ୍ୟରେ କେଶର ପୁଣ୍ୟ ନୀଳାଚଳ, ଯାହା ଗୋପବନ୍ଧୁ କହିଥିଲେ। ଏହି ସେହି କଥାକୁ ପ୍ରାବନ୍ଧିକ କହୁଛନ୍ତି ଯେ ସେଇଠି ଗଲାବେଳେ ତ ଦେଖାଯିବ ଦକ୍ଷିଣାଶା ମୁଖ ମକରିକା ପରି ବହୁ ଦୂର ଦକ୍ଷିଣକୁ ଦିଗକୁ ମୁଖ କରି ଛିଡ଼ା ରହିଥିବା ଏକ ବିରାଟ ମନ୍ଦିର ତୋର ଦର୍ଶନରେ ଆସିବ ଏବଂ ସେଇଠି ହେଉଛି ଉତ୍କଳ ଭୂମିର କେଶର ପ୍ରାୟ ଉତ୍କଳ କମଳା। ଉତ୍କଳ ଯଦି ଗୋଟେ ପଦ୍ମଫୁଲ ହୁଏ ତାର ପଦ୍ମଫୁଲର କେଶର ମଧ୍ୟଭାଗରେ ଯେଉଁ କେଶର ପରି ପ୍ରତୀୟମାନ ହେଉଥିବା ନୀଳାଚଳ ଭୂମିକୁ ଅର୍ଥାତ୍ ପୁରୀ ଭୂମିକୁ ତୁ ଦେଖିବୁ। ନିଜେ ଲୀଳାମୟ ଏହାକୁ ବାସସ୍ଥଳୀ ପାଇଁ ବାଛିଛନ୍ତି। ଲୀଳାମୟ ପ୍ରଭୁ ଜଗନ୍ନାଥ ଜଗତର ନାଥ, ଯିଏକି ଯାହାଙ୍କର ସବୁକିଛି ଦୀର୍ଘ, ତାଙ୍କର ବଡ଼ ଦାଣ୍ଡ, ତାଙ୍କର ବଡ଼ ବାହୁ, ସେ ଦୀର୍ଘ ବାହୁ ମହାବାହୁ, ତାଙ୍କର ସବୁକିଛି ସେଇ ବଡ଼, ଯିଏ ଲୀଳା ରଚନା କରୁଛନ୍ତି। ଲୀଳାମୟ ପ୍ରଭୁ ଜଗନ୍ନାଥ ଏହାକୁ ବାସସ୍ଥଳୀ ଭାବରେ ଗ୍ରହଣ କରିଛନ୍ତି। ତୁ ଯେବେ ଇତିହାସର ପ୍ରତିଲୋମରେ ଗତି କରିବୁ ତେବେ ଜାଣିବୁ ଯେ ଏଇ ଜଗନ୍ନାଥ ହିଁ ଉତ୍କଳର ଇତିହାସ। ଯଦି ତୁ ଇତିହାସକୁ କେବେ ଖୋଜିବାକୁ ଚାହିଁବୁ, ଯଦି ଇତିହାସର ତୋର କିଛି ଥାଏ ମାନେ ଆଗ୍ରହ ଥାଏ, ତେବେ ତୁ ଦେଖିବୁ ଏଇ ଉତ୍କଳର ଇତିହାସ ହେଉଛି ସ୍ୱୟଂ ନିଜେ ଜଗନ୍ନାଥ। ତାଙ୍କର ଇତିହାସ ହିଁ ଉତ୍କଳର ଇତିହାସ। ତାଙ୍କର ଆବିର୍ଭାବ, ତାଙ୍କର ବିଭିନ୍ନ ଲୀଳା, ସେ ସବୁକୁ ଯଦି ସଂଯୋଗୀକରଣ କରାଯାଏ ତେବେ ଉତ୍କଳର ଇତିହାସ ମିଳିଯିବ। ଶାନ୍ତି, ମୁକ୍ତି, ମୈତ୍ରୀ, ଭକ୍ତି ଓ ଭୀତି ସବୁ ଏକାଧାରରେ ଏହିଠାରେ ହିଁ ଶତ ଶତାବ୍ଦୀ ଧରି ପୁଞ୍ଜୀଭୂତ ହୋଇ ଆସିଛି। ଏଇଠି ଶାନ୍ତି ଅଛି, ଏଇଠି ମୁକ୍ତି ଅଛି, ମୈତ୍ରୀ ଭାବ ମିତ୍ରତାର ଭାବ ଅଛି, ଏଇଠି ଭକ୍ତି ଅଛି, ଏଇଠି ମାନେ ଏହାର ଧନ ସମ୍ପତ୍ତିରେ ଆକର୍ଷିତ ହୋଇ ଅନେକକୁ ଆକ୍ରମଣ କରିଛନ୍ତି ଏବଂ ପ୍ରଭୁ ଜଗନ୍ନାଥ ସମସ୍ତଙ୍କୁ ପ୍ରତିହତ କରିଛନ୍ତି। ଏହାର ଆକର୍ଷଣରେ ଆବାଳ ବୃଦ୍ଧ ବନିତା ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଆସିଛନ୍ତି। ଏଠି ଭକ୍ତ ସାଲବେଗ ଆସିଛି, ଦାସିଆ ବାଉରୀ ବି ଆସିଛି। ତେଣୁ ସେହି ଭକ୍ତମାନଙ୍କର ଯେଉଁ ଜୀବନଶୈଳୀ ସବୁ ଏଇ ପୁରୀରେ ମିଶିଯାଇଛି। ତେଣୁ ସମସ୍ତଙ୍କୁ ମିଶାଇ ଦେଲେ ଶତାବ୍ଦୀ ଶତାବ୍ଦୀ ଧରି ବର୍ଷ ବର୍ଷ ଧରି ହଜାର ହଜାର ବର୍ଷ ଧରି ସମସ୍ତଙ୍କୁ ପୁଞ୍ଜୀଭୂତ କରିଦେଲେ ଉତ୍କଳର ଇତିହାସ ଏଇଠି ମିଳିଯିବ। କିନ୍ତୁ ନୀଳାଚଳ ନାଥ ଆଜିକାଲି ଶାନ୍ତି ଓ ମୈତ୍ରୀ ସବୁ ବାଣ୍ଟି ଦେଇ ନିଜେ କାଙ୍ଗାଳ ହୋଇ ବସିଥାନ୍ତି, ଅଭିମାନ କରୁଛନ୍ତି। ପ୍ରାବନ୍ଧିକ କହୁଛନ୍ତି ଆଜିକାଲି ସେ ନୀଳାଚଳ ନାଥ ପ୍ରଭୁ ଜଗନ୍ନାଥ ସେ କାଙ୍ଗାଳ ହେଇଛନ୍ତି, ନିଜେ ଶାନ୍ତି ମୈତ୍ରୀ ସବୁ ବାଣ୍ଟି ଦେଇଛନ୍ତି, ନିଜ ପାଖରେ ଆଉ କିଛି ରଖିନାହାନ୍ତି। ଅବସରପ୍ରାପ୍ତ କର୍ମଚାରୀ ବୃଦ୍ଧ କାଳ ଭୋଗ କଲା ପରି ସେ ଆଜିକାଲି ଖାଲି 60 ପଉଟି ପାଇଲେ ତୃପ୍ତ ହୁଅନ୍ତି। ଜାଣିଥ 60 ପଉଟି ଭୋଗରେ ହିଁ ଜଗନ୍ନାଥଙ୍କର ଆନନ୍ଦ। ତେଣୁ ପ୍ରାବନ୍ଧିକ କହୁଛନ୍ତି ସେ କେବଳ 60 ପଉଟି ଭୋଗ ଖାଇବାରେ ବ୍ୟସ୍ତ। ଯେମିତି ଅବସର ନେଲା ପରେ ବୃଦ୍ଧ ଲୋକମାନେ ଯେଉଁମାନେ ଚାକିରି କରିଥାନ୍ତି ଅବସର ବେଳେ କେବଳ ଅଳ୍ପ ଦିଟା ଯାହା ପେନ୍ସନ୍ ପାଆନ୍ତି, ସେଇ ପେନ୍ସନ୍ ପଇସାରେ ହିଁ ତାଙ୍କର ଅବଶିଷ୍ଟ ଜୀବନ ତକ ବିତେଇ ଦିଅନ୍ତି। ଠିକ୍ ସେମିତି ଜଗନ୍ନାଥ ଆଜିକାଲି ପେନ୍ସନ୍ ନେବାରେ ବ୍ୟସ୍ତ, ଅର୍ଥାତ୍ ସେ 60 ପଉଟି ଖାଇକି ତୃପ୍ତି ହେଉଛନ୍ତି। ସିନ୍ଧୁ କୋଳାହଳରେ କାହାରି କାତର ଡାକ ତାଙ୍କ କାନରେ ଆଉ ପଡ଼ୁନାହିଁ। ସିନ୍ଧୁର ଯେଉଁ କୋଳାହଳ ଅର୍ଥାତ୍ ସେପଟେ ଯେଉଁ ସମୁଦ୍ର ଗର୍ଜନ କରୁଛି, ମହୋଦଧି ଗର୍ଜନ କରୁଛି, ସେଇ ମହୋଦଧିର ଗର୍ଜନରେ ଏତେ ଗର୍ଜନ ହେଉଛି ଯେ ସେ ଗର୍ଜନ ପ୍ରଭୁଙ୍କ ଗର୍ଜନ ଭକ୍ତଙ୍କର ଡାକକୁ, ଭକ୍ତଙ୍କର କାତରକୁ ଲୁଚେଇ ଦେଉଛି। ଅର୍ଥାତ୍ ଭକ୍ତ ଯେଉଁ ଆକୁଳ କଣ୍ଠରେ ତାଙ୍କର ସାହାଯ୍ୟ ଲୋଡ଼ୁଛନ୍ତି, ତାଙ୍କ ଭଗବାନଙ୍କର ସାହାଯ୍ୟ ପାଇଁ ଆକୁଳ ନିବେଦନ କରୁଛନ୍ତି, ସେ ନିବେଦନ ଅଟକି ଯାଉଛି ସିନ୍ଧୁର ଘୋଷ ନିକଟରେ। ସିନ୍ଧୁ ଏତେ ଜୋରରେ ପାଟି ଗର୍ଜନ କରୁଛି, ସେହି ଗର୍ଜନକୁ ପ୍ରତିହତ କରି ଭକ୍ତଙ୍କର କାତର କଣ୍ଠ ଆଉ ଭଗବାନଙ୍କ କାନରେ ପହଞ୍ଚି ପାରୁନାହିଁ। ବଳାହକ ତୁ ପ୍ରଭଞ୍ଜନ ବଳରେ ତାଙ୍କର ପତିତପାବନ ବାନାକୁ ସିନ୍ଧୁ ଗର୍ଭରେ ନିକ୍ଷେପ କରିବୁ। ଇଏ ହେଉଛି ଭକ୍ତର ଅଭିମାନ। ଭକ୍ତ ଅର୍ଥାତ୍ ପ୍ରାବନ୍ଧିକ ଅଭିମାନ କରି କହୁଛନ୍ତି, ହେ ବାରିବାହ ତୋର ଯେଉଁ ପ୍ରଭଞ୍ଜନ ଅଛି, ପବନ ଅଛି, ତାକୁ କହିବୁ ସେ ଉଡ଼େଇ ନେଇଯିବ, ନେଇକି ତାଙ୍କର ପତିତପାବନ ବାନାକୁ ନେଇ ସିନ୍ଧୁ ଗର୍ଭରେ ନିକ୍ଷେପ କରିବ। ନୀଳଚକ୍ରକୁ ଚକ୍ରାକାରରେ ଘୁରାଇ ଦେବୁ। ତାଙ୍କର ଯେଉଁ ନୀଳଚକ୍ର ଅଛି, ଯିଏ ପତିତମାନଙ୍କୁ ଡାକୁଛି, ସମସ୍ତ ପତିତମାନଙ୍କର ଭକ୍ତମାନଙ୍କର ଯାହା ଆଶା ବିଶ୍ୱାସର ମୂଳପିଣ୍ଡ,
ସେଇ ନୀଳଚକ୍ରକୁ ପକାଇଦେବୁ। ତାପରେ ଅମ୍ବୁପତି ପାଶକୁ ଯାଇ ଥରେ ତୋର ବିଭୂତି ଦେଖାଇଦେବୁ। ଅମ୍ବୁପତି କହିଲେ ସମୁଦ୍ର, ସମୁଦ୍ର ପାଖକୁ ଥରେ ଯିବୁ, ଯାଇ ତୋର ବିଭୂତି ଦେଖାଇଦେବୁ। ଏହି ଅମ୍ବୁପତି ମହାକୃପଣ, ଅମ୍ବୁପତିକୁ ସେ କୃପଣ କହୁଛନ୍ତି କାରଣ ତା ପାଖରେ ଅନେକ ଜଳ ଅଛି, ସେ ଜଳର ରାଜା, ତା ପାଖରେ ବହୁ ଜଳ ରହିଛି। ଅମ୍ବୁପତି ନିକଟରେ ସେ ଜଳଭାଗର ମାଲିକ, କିନ୍ତୁ ସେ କାହାକୁ ଜଳ ଟୋପାଏ ଦିଏ ନା। ସୃଷ୍ଟି ଜଳିଗଲେ ସୁଦ୍ଧା କୃପଣ କୋଟିପତି ପରି ବିନା ସେ ସୃଷ୍ଟି ଯଦି କୋଟିପତି ଯେମିତି କୃପଣ ବ୍ୟକ୍ତିଟିଏ, ସେ କ'ଣ କରେ ନା କାହାକୁ କିଛି ଦିଏନି। ଠିକ୍ ସେମିତି ଇଏ ସିନ୍ଧୁପତି ଅର୍ଥାତ୍ ଏ ସମୁଦ୍ର, ସେ କାହାକୁ କିଛି କେବେ ଜଳଦାନ କରେ ନାହିଁ। ସମଗ୍ର ଉତ୍କଳରେ ଯେଉଁ ଜଳାଭାବ ପଡ଼ିଛି, ସେ ଯଦି ଚାହାନ୍ତା ଅନେକ ଜଳ ଅର୍ପଣ କରିପାରନ୍ତା, ମାତ୍ର କୋଟିପତି ପରି ସେ ବିନା କଡ଼ ପୀଡ଼ନରେ ବିନ୍ଦୁ ମାତ୍ର ଜଳଦାନ କରେ ନାହିଁ। ଲୋକଚଞ୍ଚଳ ତରଙ୍ଗାବଳୀ ସହିତ ଲୋଳ ଓ ଚଞ୍ଚଳ ତରଙ୍ଗାବଳୀ ସହିତ ବେଳାଭୂମିରେ ବାଳକ ପରି ଅବିରତ ଖେଳୁଥାଏ। ହେ ସମୁଦ୍ର, ସେ ସବୁବେଳେ ଖେଳୁଥାଏ। ଅନ୍ୟ ଅର୍ଥରେ ଚନ୍ଦ୍ରଶେଖର ରଥ କହିଲେ ସମୁଦ୍ର ଲକ୍ଷ୍ୟ କରି, ହେ ସୃଷ୍ଟିର ଆଦିମ କାଳୁ ହେ ସମୁଦ୍ର କରୁଷ ଗର୍ଜନ, ଶତ ଶତାବ୍ଦୀର ତୃଷ୍ଣା ତୁମ ଜଳୁଛି ଅନ୍ତରେ, କେବେ ତାହା ଶାନ୍ତ ହେବ, କିବା ତାହା ଅନନ୍ତ ପିପାସା, ସେଥିପାଇଁ ମଥା ପିଟି କାନ୍ଦୁଅଛ ବେଳାଭୂମି ପରେ। ଇଏ ହେଉଛି ଚନ୍ଦ୍ରଶେଖର ରଥଙ୍କର କଥା। କିନ୍ତୁ ପ୍ରାବନ୍ଧିକ ଏଠି କହୁଛନ୍ତି ସେ ଚଞ୍ଚଳ ତରଙ୍ଗାବଳୀ, ଛୋଟ ଛୁଆ ଯେମିତି ଖେଳୁଥାଏ ଅହର ବାଲିରେ, ଇଏ ସେମିତି ଅହର ଏ ସମୁଦ୍ର ବାଲିରେ ଖେଳୁଛି। ଲୋଳ ଚଞ୍ଚଳ ତରଙ୍ଗାବଳୀ ସହିତ ବେଳାଭୂମିରେ ବାଳକ ପରି ଅବିରତ ଖେଳୁଥାଏ। ଅମ୍ବୁପତିର ଅନୁକୃତିରେ ତୋର ବିଶାଳ ଶରୀରକୁ ବିସ୍ତୀର୍ଣ୍ଣ କରି ଗୁରୁଗର୍ଜନରେ ସିନ୍ଧୁ ଘୋଷକୁ ବୁଡ଼ାଇ ଦେବୁ। ଯେଉଁ ସିନ୍ଧୁ ଘୋଷ କରୁଛି, ସମୁଦ୍ର ଯେଉଁ ଗର୍ଜନ କରୁଛି, ପ୍ରାବନ୍ଧିକ କହୁଛନ୍ତି ହେ ବାରିବାହ, ହେ ମେଘ, ତୁ ଏତେ ଜୋର ପାଟି କରିବୁ, ଏତେ ଜୋର ଗର୍ଜନ କରିବୁ, ଏତେ ଜୋର ତୋର ଗୁରୁଗର୍ଜନ ସମ୍ଭାଷଣ କରିବୁ ଯେ ତୋର ଗୁରୁଗର୍ଜନରେ ସିନ୍ଧୁର ଘୋର ଘୋଷ ଗର୍ଜନ ତାହା ମଧ୍ୟ ମ୍ଳାନ ପଡ଼ିଯିବ। ସିନ୍ଧୁର ଯେଉଁ ଗର୍ଜନ, ସେ ଗର୍ଜନ ଠାରୁ ତୁ ଅଧିକ ବେଗରେ, ତୀବ୍ରତାର ଅଧିକ ତୀବ୍ର ବେଗରେ ତୁ ତୋର ନାଦ କରିବୁ, ଗର୍ଜନ କରିବୁ, ଯାହା ଶୁଣି ସିନ୍ଧୁ ମଧ୍ୟ ଚମକି ପଡ଼ିବ। ତୋର ବିଶାଳ ଶରୀରକୁ ବିସ୍ତୀର୍ଣ୍ଣ କରି ଗୁରୁ ଗର୍ଜନରେ ସିନ୍ଧୁ ଘୋଷକୁ ବୁଡ଼ାଇ ଦେବୁ। ତୋର ଭୀମ ରୂପ ଦେଖି ଭୀରୁ ନୀଳାଚଳ ଲଳନାମାନେ ବାତାୟନ ପଥ ଛାଡ଼ି ପଳାଇଯିବେ। ତୋର ଯେଉଁ ଗର୍ଜନ ଶୁଣି ଯେଉଁ ଲଳନାମାନେ ବାତାୟନ ପାଖରେ ଅର୍ଥାତ୍ ଝରକା ପାଖରେ ସେମାନେ ଯେଉଁମାନେ ରହିଥିବେ, ଅନେଇ ରହିଥିବେ, ସେମାନେ ସମସ୍ତେ ଛାଡ଼ିକି ଚାଲିଯିବେ। ନୀଳାଚଳ ଠାରୁ ଚାରୁ ଚିଲିକା ବକ୍ଷ ଦେଇ ତୁ ଅଚିରେ ସମଗ୍ର ଉପକୂଳ ମାଳ ଅଞ୍ଚଳ ବ୍ୟାପି ଯାଇ ଉତ୍କଳରେ ତୋର ସ୍ୱକର୍ମ ଶେଷ କରିବୁ। ସେ କହୁଛନ୍ତି ନୀଳାଚଳ ପଥ ଛାଡ଼ି ଦେଇ ସେଠୁରୁ ଯିବୁ କେଉଁଠିକି ନା ଚିଲିକାକୁ ଯିବୁ। ଚିଲିକାର ଯେଉଁ ଉତ୍କଳ କମଳା ବିଳାସ ଦୀର୍ଘିକା ମରାଳ ମାଳିନୀ ନୀଳାମ୍ବୁ ଚିଲିକା, ଉତ୍କଳର ଯେଉଁ ସେ ଉତ୍କଳର ତୁହି ଶୋଭାର ଭଣ୍ଡାର, ଉତ୍କଳ ଭୁବନେ ଉତ୍କଳର ତୁହି ଚାରୁ ଅଳଙ୍କାର, ଉତ୍କଳ ଭୁବନେ ଶୋଭାର ଭଣ୍ଡାର, ଯାହା ରାଧାନାଥ କହିଲେ। ସେଇ ଚିଲିକାର ଦର୍ଶନ କରି ତାପରେ ମାଳ ଅଞ୍ଚଳ ବ୍ୟାପି ଯାଇ ଉତ୍କଳରେ ତୋର ସ୍ୱକର୍ମ ଶେଷ କରିବୁ। ଅର୍ଥାତ୍ ସ୍ୱକର୍ମ ଯେଉଁ ଜଳଦାନ କରିବାର କର୍ମ ତୁ ଶେଷ କରିବୁ। ଘନ ଗଞ୍ଜାମ ଓ ଜୟପୁରବାସୀଙ୍କୁ ତୁ ଭୁଲିଯିବୁ ନାହିଁ। ପ୍ରାବନ୍ଧିକ କହୁଛନ୍ତି ଯେ ଗଞ୍ଜାମ ଏବଂ ଜୟପୁର ସେମାନଙ୍କୁ ତୁ ଭୁଲିଯିବୁ ନାହିଁ। ଉତ୍କଳ ଖଣ୍ଡିତ ଉତ୍କଳ ମୋହ ନିଦ୍ରାରେ ନିର୍ଦ୍ଦିତ ଥିଲାବେଳେ ଏମାନେ ହିଁ ଦକ୍ଷିଣ ଆଶା ପଥ ପ୍ରହରୀ ରୂପେ ଜାଗ୍ରତ ହୋଇ ରହିଥିଲେ। ତୁମମାନେ ନିଶ୍ଚିତ ଭାବରେ ଜାଣିଥିବ, ଯେତେବେଳେ ଖଣ୍ଡ ବିଖଣ୍ଡିତ ଉତ୍କଳ ଥିଲା, ଉତ୍କଳର ବିଭିନ୍ନ ଅଂଶ ବିଭିନ୍ନ ରାଜ୍ୟରେ ମିଶିକି ରହିଥିଲା। କିଛି ଅଂଶ ମାଡ୍ରାସରେ, କିଛି ଅଂଶ ମଧ୍ୟପ୍ରଦେଶରେ, କିଛି ଅଂଶ ଏପଟେ ବିହାରରେ ତେଣୁ ଥିଲା। ସେହି ସମୟରେ ପ୍ରଥମେ ଗଞ୍ଜାମ ଅଞ୍ଚଳର ଲୋକମାନେ ହିଁ ସ୍ୱତନ୍ତ୍ର ଉତ୍କଳ ଗଠନ ପାଇଁ ଚେଷ୍ଟା କରିଥିଲେ ଏବଂ ବିଶେଷ କରି କୃଷ୍ଣଚନ୍ଦ୍ର ଗଜପତି, ଯେ ଗଜପତିର ପାରଳାଖେମୁଣ୍ଡିର ଲୋକ, ସେ ନିଜସ୍ୱ ଉଦ୍ୟମରେ ଏ ଉତ୍କଳକୁ ସଂଗଠିତ କରିବା ପାଇଁ, ସ୍ୱତନ୍ତ୍ର ଉତ୍କଳ ଗଠନ କରିବା ପାଇଁ ଚେଷ୍ଟା କରିଥିଲେ। ତେଣୁ ପ୍ରାବନ୍ଧିକ କହୁଛନ୍ତି ଯେ ଖଣ୍ଡିତ ଉତ୍କଳର ମୋହନିଦ୍ରାରେ ଯେତେବେଳେ ନିଦ୍ରିତ ଥିଲା, ସେତେବେଳେ ଏଇ ଦକ୍ଷିଣାଶା ପଥ ପ୍ରହରୀ ରୂପେ, ଯେମିତି ସେମାନେ ଦକ୍ଷିଣ ପଥର ଯେମିତି ପ୍ରହରୀ ଥିଲେ, ଆଗରୁ ଯେମିତି ସବୁ ପ୍ରହରୀମାନେ ବିଭିନ୍ନ ଅଞ୍ଚଳ ଜଗୁଥିଲେ, ସେମାନେ ସେଭଳି ସେଇ ଦକ୍ଷିଣ ଭାଗରେ ଯେହେତୁ ଆମର ଗଞ୍ଜାମ ଅବସ୍ଥିତ, ତେଣୁ ପ୍ରାବନ୍ଧିକ କହୁଛନ୍ତି ସେମାନେ ଦକ୍ଷିଣ ଭାଗର ପ୍ରହରୀ ରୂପେ ଜାଗ୍ରତ ହୋଇ ରହିଥିଲେ। ସିନ୍ଧୁ ପାରି ସାଧବର ସ୍ମୃତିପୁତ ଏ ଭୂମିର ଜାଗ୍ରତ ଜନତା ତୋତେ ସାଦରେ ବରଣ କରିନେବି। ସିନ୍ଧୁ ପାରି, ଆଗରୁ ଯେଉଁ ଜାଭା, ସୁମାତ୍ରା, ବୋର୍ନିଓ ଅଞ୍ଚଳକୁ ଆମର ଉତ୍କଳୀୟମାନେ ଜାହାଜ ନେଇ ଯାଉଥିଲେ, ବୋଇତ ନେଇ ଯାଉଥିଲେ ଏବଂ ବେପାର ବାଣିଜ୍ୟ କରିକି ଆସୁଥିଲେ, ସେହି ସ୍ମୃତି ସହିତ
ଏଇ ଉତ୍କଳର ଗଞ୍ଜାମ ଅଞ୍ଚଳ ଜୟପୁର ଅଞ୍ଚଳ ଏମାନେ ସଂଶ୍ଳିଷ୍ଟ। ତେଣୁ ଏଇ ଜୟପୁର ଗଞ୍ଜାମ ଅଞ୍ଚଳକୁ ତୁ ଭୁଲିଯିବୁ ନାହିଁ ବୋଲି ସେ ମେଘକୁ କହୁଛନ୍ତି ଏବଂ କହୁଛନ୍ତି ଯେ ସେମାନେ ଆମର ଯେଉଁ ପୁରୁଣା ବାଣିଜ୍ୟ ପରମ୍ପରା ସାଧବ ସ୍ମୃତିର ପୂତ ପବିତ୍ର ଏହି ଭୂମିର ଜନତା ତୋତେ ନିଶ୍ଚିତ ଭାବରେ ସାଦରେ ବରଣ କରିବି। କୁନ୍ତଳରେ କୁରୁବକ ନୟନରେ ଅଞ୍ଜନ ଓ କପଳରେ କଜ୍ଜ୍ୱଳ ଘେନି ମଞ୍ଜୁ ଭାସିନୀ ସୁହାସିନୀ ହାରମୟୀ ନାରୀମାନେ ତୋତେ ତେଲେଙ୍ଗା ଭଙ୍ଗୀରେ ସ୍ୱାଗତ ଜଣାଇବେ। ତେଲେଙ୍ଗା ଯେହେତୁ ଆମର ଗଞ୍ଜାମ ଅଞ୍ଚଳ ଜୟପୁର ଅଞ୍ଚଳ ତେଲେଙ୍ଗାମାନଙ୍କ ଦ୍ୱାରା ପ୍ରଭାବିତ ବା ସେମାନଙ୍କର ସଂସ୍କୃତି ବେଶଭୂଷା ଏହାଦ୍ୱାରା ବିଶେଷ ଭାବରେ ସେହି ଅଞ୍ଚଳ ପ୍ରଭାବିତ। ସେ ଅଞ୍ଚଳର ନଳନାମାନେ ସ୍ତ୍ରୀ ଲୋକମାନେ ସେମାନେ ତେଲେଙ୍ଗାଣୀ ଠାଣିରେ ପୋଷାକ ପିନ୍ଧନ୍ତି। ବିଶେଷ କରି ତେଲେଙ୍ଗାମାନେ ସୁନା ହାର ବା ଅଳଙ୍କାର ପିନ୍ଧିବାକୁ ଯେହେତୁ ଭଲ ପାଆନ୍ତି, ତେଣୁ ପ୍ରାବନ୍ଧିକ କହୁଛନ୍ତି ହାରମୟୀ ନାରୀମାନେ ହାର ପରିଧାନ କରିଥିବା ସ୍ୱର୍ଣ୍ଣ ଅଳଙ୍କାର ପରିଧାନ କରିଥିବା ନାରୀମାନେ ତୋତେ ତେଲେଙ୍ଗା ଠାଣିରେ ତୋତେ ଅପେକ୍ଷା କରିଥିବେ ସ୍ୱାଗତ ଜଣାଇବାକୁ। ସେଇ ମଞ୍ଜୁ ଭାସିନୀ ମାନେ ଅତି ମଧୁର କଣ୍ଠରେ କଥାବାର୍ତ୍ତା କରୁଥିବା ସେଇ ଲଳନାମାନେ ନାରୀମାନେ ଅତି ସୁନ୍ଦର ସେମାନଙ୍କର ହସ ସେମାନଙ୍କ କଜ୍ଜଳରେ ସେମାନଙ୍କର ସୌନ୍ଦର୍ଯ୍ୟ ପ୍ରତିଭାତ ହେଉଥାଏ। ସେମାନଙ୍କ କପଳ ଏବଂ ନୟନରେ ଅଞ୍ଜନ ଥାଏ, କପଳରେ କଜ୍ଜଳ ଥାଏ। ଏଇଭଳି ସୁନ୍ଦର ନଳନାମାନେ ସେମାନେ ତୁମକୁ ସ୍ୱାଗତ କରିବେ ଏବଂ ଏମାନଙ୍କୁ ତୁ ନିରାଶ କରିବୁ ନାହିଁ। ହେ ଘନ ତୁ ଏମାନଙ୍କୁ ନିରାଶ ନ କରି ତୋର ଶ୍ୟାମ ସ୍ପର୍ଶରେ ସମସ୍ତ ଅଞ୍ଚଳକୁ ଶ୍ୟାମଳ କରିଆସିବୁ। ଅର୍ଥାତ୍ ଏହି ପ୍ରବନ୍ଧରେ ସମଗ୍ର ଉତ୍କଳର ବିଭିନ୍ନ ଅଞ୍ଚଳର ବୈଶିଷ୍ଟ୍ୟ ବର୍ଣ୍ଣନା କରିଛନ୍ତି ପ୍ରାବନ୍ଧିକ। ସେ ପୁଷ୍ପପୁରରେ ଅବସ୍ଥାନ କରୁଥିବା ବେଳେ ଯେ କିଭଳି ସମଗ୍ର ଉତ୍କଳୀୟ ଚେତନା ତାଙ୍କୁ ବ୍ୟାକୁଳିତ କରିଛି ଏବଂ ସେ ପୁଷ୍ପପୁରରେ ବର୍ଷାକୁ ବରଣ କରୁଛନ୍ତି ସ୍ୱାଗତ କରୁଛନ୍ତି, ବର୍ଷାକୁ ଆବେଦନ କରୁଛନ୍ତି ନିବେଦନ କରୁଛନ୍ତି ଯେ ସମଗ୍ର ଉତ୍କଳ ଯାଇ ଉତ୍କଳର ଯେଉଁ ଜଳାଭାବ ସୃଷ୍ଟି ହୋଇଛି ସେ ଜଳାଭାବକୁ ଦୂରୀଭୂତ କରି ଉତ୍କଳକୁ ଶସ୍ୟ ଶ୍ୟାମଳା କରିଦେବା ପାଇଁ ସେ ଆହ୍ୱାନ ଦେଉଛନ୍ତି, ଅନୁରୋଧ କରୁଛନ୍ତି। ତେଣୁ ଏହି ସମଗ୍ର ପ୍ରବନ୍ଧରେ ପ୍ରାବନ୍ଧିକଙ୍କର ଯେଉଁ ଉତ୍କଳ ପ୍ରୀତି ଜନ୍ମଭୂମି ପ୍ରତି ମମତା ସେ ସୁଦୂର ବିହାରରେ ଥିଲେ ମଧ୍ୟ ତାଙ୍କର ଉତ୍କଳର ପ୍ରତିଟି ଅଞ୍ଚଳ ସମଗ୍ର ଉତ୍କଳର ସେ ତାଙ୍କର ଜନ୍ମଭୂମି ଖିଚିଙ୍ଗର ମୟୂରଭଞ୍ଜ ଅଞ୍ଚଳ ହେଉ ଅଥବା ବଲାଙ୍ଗୀର କିମ୍ବା ସମ୍ବଲପୁର ଅଞ୍ଚଳ ହେଉ, ଗନ୍ଧମାର୍ଦ୍ଦନ ପର୍ବତ ଅଞ୍ଚଳ ହେଉ କିମ୍ବା ଗଞ୍ଜାମ ଜୟପୁର ଅଞ୍ଚଳ ହେଉ କିମ୍ବା ଏପଟେ ଆମର କଟକ କିମ୍ବା କୋଣାର୍କ ପୁରୀ ଏ ସମଗ୍ର ଅଞ୍ଚଳକୁ ସେ ନିଜ ମାନସ ପଟରେ ଅବଲୋକନ କରିଛନ୍ତି ଏବଂ ସେସବୁକୁ ସେଠାରେ ରହି ମେଘକୁ ନମ୍ର ନିବେଦନ କରୁଛନ୍ତି ଯେ ହେ ମେଘ ହେ ବାରିବାହ ହେ ଜଳଦ ତୁ ସମଗ୍ର ଅଞ୍ଚଳ ଉତ୍କଳ ଅଞ୍ଚଳ ପରିଭ୍ରମଣ କରି ଉତ୍କଳୀୟମାନଙ୍କୁ ଜଳଦାନ କରି ସେମାନଙ୍କୁ ଶସ୍ୟ ଶ୍ୟାମଳା କରି ସମସ୍ତଙ୍କୁ ପୁନଶ୍ଚ ତାଙ୍କର ପୂର୍ବ ସୁଖ ଫେରାଇ ଦେବାକୁ ସେ ନିବେଦନ କରିଛନ୍ତି। ଏ ପ୍ରାବନ୍ଧଟି ଅତ୍ୟନ୍ତ ଚମତ୍କାର ଶୈଳୀରେ ଲେଖାଯାଇଛି। ଏଥିରେ ଉତ୍କଳର ଶୌର୍ଯ୍ୟ ବୀର୍ଯ୍ୟ ଉତ୍କଳର ପରାକ୍ରମ ଉତ୍କଳର ଇତିହାସ ଉତ୍କଳର ଭୌଗୋଳିକ ସ୍ଥିତି ଏ ସମସ୍ତ ଆମେ ଦେଖିବାକୁ ପାଇବା। ଇଏ ଏକ ସୁନ୍ଦର ଏବଂ ସୁଖପାଠ୍ୟ ପ୍ରବନ୍ଧ, ଏଥିରେ ସନ୍ଦେହ ନାହିଁ। ଏବେ ପିଲାମାନେ ଆମେ ତ ଏହି ପ୍ରବନ୍ଧଟିକୁ ପଢ଼ିଲେ, ପ୍ରବନ୍ଧର ଯେଉଁ ସବୁ ଅନୁଶୀଳନୀ ଅଛି ଆମେ ସେ ଅନୁଶୀଳନୀ ବାବଦରେ ଟିକେ ଆଲୋଚନା କରିବା। ଦେଖ ପ୍ରବନ୍ଧର ଯେଉଁ ରହିଛି ଯେ ପ୍ରଥମ ପ୍ରଶ୍ନ ଦୀର୍ଘ କ୍ଷୁଦ୍ର ଉତ୍ତରମୂଳକ ଅର୍ଥାତ୍ ଅତି କ୍ଷୁଦ୍ର 4 ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ। ପ୍ରଥମ ଅଛି କାହାର ସ୍ନିଗ୍ଧ କଜ୍ଜ୍ୱଳ କାନ୍ତି ପୁଷ୍ପପୁରରେ ନେତ୍ରୋତ୍ସବ ସୃଷ୍ଟି କରିଛି। ନିଶ୍ଚିତ ଭାବରେ ଆମେ ଉତ୍ତର ଦେବା ଯେଉଁ ବାରିବାହ ପ୍ରକୃତି ଦୂରବନ୍ଧୁ ଅଳକାପୁରୀ ସେଥିରେ ବାରିବାହ ହିଁ ଉତ୍ତର ହେବ। କାହାକୁ ଦୂରବନ୍ଧୁ ବୋଲି ପ୍ରାବନ୍ଧିକ ସମ୍ବୋଧନ କରିଛନ୍ତି? ବାରିବାହକୁ ଦୂରବନ୍ଧୁ ବୋଲି ସେ ସମ୍ବୋଧନ କରିଛନ୍ତି। ବ୍ୟକ୍ତିଠାରୁ କିଏ ବଡ଼? ନିଶ୍ଚିତ ଭାବରେ ବ୍ୟକ୍ତିଠାରୁ ଗୋଷ୍ଠୀ ବଡ଼। ଜଳର ଅଭାବରେ କେଉଁଠାରେ ହାହାକାର ପଡ଼ିଛି? ତମେ ନିର୍ବିଘ୍ନରେ ଏହାର ଉତ୍ତର ଦେବ ଯେ ଉତ୍କଳ ଭୂମିରେ। କେଉଁ ପୁରରେ ସ୍ୱକର୍ମ ସାରି ଉତ୍କଳ ପଥରେ ଗତି କରିବାକୁ ବାରିଦକୁ ଲେଖକ କହିଛନ୍ତି? ଯେହେତୁ ସେ ପୁଷ୍ପପୁରରେ ଅର୍ଥାତ୍ ପାଟନା ସହରରେ ଅବସ୍ଥାନ କରୁଛନ୍ତି ସେହି ଅଞ୍ଚଳରେ ବାରିଦ ତାର ନିଜର କାମ ସାରିବା ପରେ ସେ ଉତ୍କଳ ଭୂମି ଯିବାକୁ ତାଙ୍କୁ ସେ ଅନୁରୋଧ କରୁଛନ୍ତି। କାହାଠାରେ ବଦାନ୍ୟତାର ମହତ୍ତ୍ୱ ବଢ଼ି ଉଠେ ବୋଲି ପ୍ରାବନ୍ଧିକ କହିଛନ୍ତି? ସାଧାରଣତଃ
दरिद्र ठारे जो जार आवश्यकता अच्छी उपयुक्त पात्र दान कले आमर दानर महत्व बढ़े तेणु दरिद्रता ठारे बदान्य तार महत्व बढ़े बोली प्रबंधक कहते वनवासी नारी मान गति को क्या सहित तुलना कर निर्झरण गति सहित तुलना कर तुम निश्चित भाव एक कह मुझे जानी तुम मैंने भल भाव प्रबंधटी को पाठ कर वनवासी मैंने कहार अनुग्रह लोड़ती वनवासी मैंने केवे कहार अनुग्रह लोड़ती नहीं केवल से माने बारिदर अनुग्रह लोड़ती कारण बारिद द्वारा ही से शस्य श्यामला हो उठे से केदार विभिन्न शस्य परिपूर्ण हो उठे जलधर कृपारू केउ माने नवनीलिमा केउठारे नवनीलिमा खेली बुलियो बोली कहुई शाली क्षेत्र अर्थात शाल वर्ण परिपूर्ण अंचल से अंचल नवनीलिमा खेली उठियो बोली कहते निर्झरिणी केउठारे क्रीड़ारत वत्सत्र नाची उठे गिरिधरी जो पर्वत गुंफारे निर्झरिणी से बत्सा तरी परी बाछुरी परी से खेले केउ माने द्वारा पालित कलापी एठी भंज नृप मान द्वारा जो कथा कहुई जेहेतु प्राबंधिक भंज कीर्ति किरीटिनी मयूरभंज अंचल लोक तेणु भंज नृप द्वारा परिपालित कलापीर केकार वनभूमि पूर्ण हो उठियो बोली से कहते संबलपुर अंचल बंधु मानक केउ फूल परी हास्यमयी कहुई शेफाली फूल उत्कलर उत्तमांग बोली प्राबंधिक क्या कहते संबलपुर कटक भुवनेश्वर गंजाम मध्य तुम निश्चित भाव में कटक बोली कह कारण यह पूर्वर ओडिशार राजधानी थिला एठारे गंगवंशीय राजा माने राजती करुले समग्र उत्कल को निजर शासनाधीन करने सहित उत्कलर निकटस्थ अनेक राज्य जय करी यार सीमा को परिवर्तित करते कहार कोलाहल नीलाचल नाथ कान भक्तर कातर कंठ पड़े ना बोली तुम जान तार उत्तर निश्चित भाव में प्रबंधन सिंधु झाउगण मध्य सिंधु ही हम कारण सिंधुर घोर गर्जन ही अटकाई देउछि भक्तर डाक प्रभु कान पड़े सिंधु पारी साधव स्मृतिपूत भूमि बोली क्या कहुई तुम एठारे संबलपुर कटक जयपुर भुवनेश्वर तुम निश्चित भाव में जयपुर को बाछब जदि गंजाम था गंजाम मध्य बाजी था यही भाव में आहरी अनेक प्रश्न रही आम अति संक्षिप्त प्रश्न गुड़िक आलोचना कले तुम मैंने अन्य प्रश्नर आलोचना उत्तर निज खातार खातार कर निजे रखि आवश्यक हेले पठेब मुझे संशोधन करदे पारि तेबे तुम ये प्रबंधटी को आहरी भल भाव मन दे पढ़ परवर्ती पर्यायर ए बाबद जदि कौन अबुझा विषय थाए बुझीपारि न था मत तुम जोगाजोग कर तुमको यह आहरी सरलीकृत भाव में बुझे पारि मुझे आशा करुँची प्रबंधटी तुम भल भाव बुझी सारे एवं ए प्रबंधर जेकोसी प्रश्न तुमको पचर तार उत्तर तुम ठीक भाव में कर ये विश्वास मोर रही कारण तुम मैंने बेस सुंदर भाव में समय को उपयोग करुच पाठ पढ़ुच एवं तुम मानू एठी आमे जेभली भाव में तुमको माने निर्देश देउछु तमे ताहाकु अक्षर अक्षर पालन करुच एवं विशेषकर अनुष्ठान गौरव बढ़ाई तुम मैंने बेस प्रयत्नशील अच्छ निजर तथा अनुष्ठान पितामाता समस्त आशा पूरण करने तुम मैंने माने सब प्रचेष्टा अच्छ जो प्राबंधिक इच्छा को पूरण करने बारी भाव प्रचेष्टा थिला समग्र उत्कल को शस्य श्यामला करुला तुम मैंने ठीक सेमिति पितामाता इच्छा अनुष्ठान आग्रह ये सब को उपयोग करी एसबू को परिपूर्ण करने तुम समय सदुपयोग करुव एवं प्रबंधटी मन दे पाठ पढ़ आम परवर्ती पर्यायर आम अन्य एक नूतन विषय अध्ययन करवा आजपाई मुझे एत रखुची तुम समस्त को सुंदर भाव में यह अध्ययन कर मन दे शुणी श्रवण कर प्रबंधटी को हृदयंगम कर तुम समस्त को मोर अनेक अनेक धन्यवाद एवं आशीर्वाद।